ସାଙ୍ଗମାନେ ସମୋସା ଖାଇଲା ବେଳେ ଆପଣ ତ ଚଟଣି ସମସ୍ତେ ଖାଇଥିବେ। ସ୍ୱାଦ ଲାଗେ ନା ଆପଣଙ୍କୁ? ଭାବିଛନ୍ତି କେମିତିକା ସେ ଚଟଣି ବନାଯାଏ? ତ ଆଜି ଆମ ଚ୍ୟାନେଲରେ ଆମେ ସେଇ ଚଟଣି ବନାଇକି ଦେଖେଇବୁ, ଯେଉଁଥିରେ କି ଆପଣ ସମୋସା ଖାଲି ନୁହଁ, ଯେକୌଣସି ଡିପ୍ ଫ୍ରାଏଡ଼୍ ଆଇଟମ୍ ତା ସହିତ ଖାଇପାରିବେ ଓ ଆପଣଙ୍କୁ ଟେଷ୍ଟି ମଧ୍ୟ ଲାଗିବ। ତ ଚାଲନ୍ତୁ ଆରମ୍ଭ କରିବା ଆମର ଚଟଣି ବନେଇବା ପ୍ରୋସେସ୍। ପ୍ରଥମେ ଆପଣ 250 ml ପାଣିକୁ ଗୋଟିଏ କଣ୍ଟେନରରେ ନିଅନ୍ତୁ ଓ ତାକୁ କିଛି ସମୟ ପାଇଁ ରୋରିଂ ବଏଲ୍ ସିଚୁଏସନରେ ଛାଡ଼ି ଦିଅନ୍ତୁ। ଏବେ ପାଣି 2ରୁ 3 ମିନିଟ୍ ଗରମ ହୋଇସାରିଲା ପରେ ଆପଣ ଫ୍ଲେମ୍କୁ ବନ୍ଦ କରିଦିଅନ୍ତୁ ଓ କାଢ଼ି ଆଣନ୍ତୁ। ଏବେ ମୁଁ ତ ମାର୍କେଟରୁ ତେନ୍ତୁଳି ନେଇ ଆସିଛି, କିନ୍ତୁ ମନେ ରଖନ୍ତୁ ଆପଣଙ୍କୁ ତେନ୍ତୁଳିରେ ବିନା ମଞ୍ଜି ବାଲା ଆଣିବା ପାଇଁ ପଡ଼ିବ। ଏବେ ସେଇ ତେନ୍ତୁଳିକୁ ଯେଉଁ ଆପଣ ପାଣି ଫୁଟାଇଛନ୍ତି ସେଇଥିରେ ରଖିଦିଅନ୍ତୁ ଓ ଭଲ ଭାବରେ ମିକ୍ସ କରିନିଅନ୍ତୁ। ଗରମ ପାଣି ଆମେ ଏଇଥିପାଇଁ ନେଇଛୁ, ଗରମ ପାଣିରେ ତେନ୍ତୁଳି ମିଶାଇଲେ ଭଲ ଭାବେ କମ୍ପୋଜିସନ୍ଟି ମିକ୍ସ ହୋଇଯାଇଥାଏ। ଏଇଠି ଦେଖନ୍ତୁ ମୁଁ 50 ଗ୍ରାମ ତେନ୍ତୁଳି ବିନା ମଞ୍ଜି ବାଲା ନେଇଛି। ଏଇଠି ଆପଣ ଗୋଟେ ଜିନିଷ ମନେ ରଖନ୍ତୁ, 50 ଗ୍ରାମ ତେନ୍ତୁଳି ଯେଉଁ ପାଣିରେ ମିଶାଇବେ, ଆପଣ ଯେଉଁ ପାଣି ଫୁଟୁଥିଲା ସେଇ ପାଣି ଆପଣ 250 ml ହୋଇଥିବା ଦରକାର। କାହିଁକିନା ଫୁଟି ସାରିଲା ପରେ ଆପଣଙ୍କର 50 ml ପାଖାପାଖି ଶୁଖି ଯାଇଥିବ ଆଉ 200 ml ପାଣି ଥିବ, ଯେଉଁଥିରେ ଆମେ ଚଟଣିଟା ପ୍ରସ୍ତୁତ କରିବା। ଏବେ ସେଇ ମିକ୍ସ ହୋଇଥିବା ପାଣିରେ ତେନ୍ତୁଳି ଓ ଗରମ ପାଣି ମିକ୍ସ ହୋଇଥିବାର ସେଇ ପାଣିକୁ ଆପଣ ଆଣିକି ଗୋଟେ ଛାକଣି ଆଣିବେ ଓ ସେଇଥିରେ ଭଲ ଭାବେ ଛାଣିଦେବେ। କାହିଁକି ନା ଆପଣଙ୍କ ଯେଉଁ ପାଣିରେ ତେନ୍ତୁଳି ମିକ୍ସ ହୋଇଥିବ ସେଇଥିରେ ଆପଣ କିଛି ତେନ୍ତୁଳି ଲମ୍ପସ୍ ମଧ୍ୟ ଥିବ। ଆମକୁ ପ୍ଲେନ୍ ପାଣିରେ ତେନ୍ତୁଳି ଦରକାର, କୌଣସି ତା'ର ମଣ୍ଡ ଅଂଶ ଆବଶ୍ୟକ ନାହିଁ। ତ ସେଇଥିପାଇଁ ଆପଣ ଛାଣିବା ସମୟରେ ଯେଉଁ ମଣ୍ଡଟି ଥିବ ସେଇଟା ଆପଣଙ୍କର ଛାକଣି ଉପରେ ରହିଯିବ ଓ ପାଣି ପର୍ସନ୍ ତଳକୁ ପଳେଇ ଆସିବ। ଏବେ ତେନ୍ତୁଳିର ଚୋପା ମଧ୍ୟ ଛାକଣି ଉପରେ ରହିଯାଇଥିବ, ଆପଣ ସେୟାକୁ ଭଲ ଭାବେ ଚୋପଡ଼ି ନିଅନ୍ତୁ। ତାପରେ ଯେଉଁ ପାର୍ଟଟା ରହିଯାଉଛି ଆପଣଙ୍କର ଛାକଣି ଉପରେ ତାକୁ ଆପଣ ଫିଙ୍ଗି ଦିଅନ୍ତୁ। ଦେଖନ୍ତୁ ଏଇଠି ଗ୍ଲାସ୍ରେ ଆପଣଙ୍କର ଯେଉଁ ପ୍ଲାଷ୍ଟିକ୍ ଗ୍ଲାସ୍ଟି ନେଇଛି ଏଇଥିରେ ଆପଣଙ୍କର ଏବେ 200 ml ପାଣି ରହିଯାଇଛି ଆଉ 50 ml ପାଣି ନଷ୍ଟ ହୋଇଯାଇଛି ଆପଣଙ୍କର। ଏବେ ଆପଣ ସେ ତେନ୍ତୁଳି ପାଣି ପ୍ରସ୍ତୁତ ହୋଇଯାଇଛି, ଏବେ ତାକୁ ସାଇଡ଼ରେ ରଖିଦିଅନ୍ତୁ। ଏବେ ଗ୍ୟାସ୍ରେ ଗୋଟେ କରେଇ ବସାନ୍ତୁ, ହାଇ ଫ୍ଲେମ୍ରେ ତାକୁ ଗରମ ତେଲରେ 2 ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ। ତାପରେ ଆପଣ ସେଇଥିରେ ହାଫ୍ ଚାମଚ ଗୋଟା ଜିରା, ହାଫ୍ ଚାମଚ ଜୁଆଣି ନିଅନ୍ତୁ ସେଇଥିରେ ଓ ଆପଣ କିଛି ମାତ୍ରାରେ ପଞ୍ଚଫୁଟଣ ମଧ୍ୟ ସେଥିରେ ଦେଇପାରିବେ। ଏବେ ତାକୁ 2ରୁ 3 ମିନିଟ୍ ଭଲ ଭାବେ ଭାଜି ନିଅନ୍ତୁ। ଭାଜିଲା ପରେ ସେଥିରେ ସ୍ୱାଦ ଅନୁସାରେ ଆପଣ ଲୁଣ ଦିଅନ୍ତୁ। ଦେଖନ୍ତୁ ମୁଁ ଏଇଠି 2ରୁ 3 ଚାମଚ ଲଙ୍କାଗୁଣ୍ଡ ଦେଉଛି, ଟିକେ ସ୍ପାଇସି ହେବା ପାଇଁ, ବଟ୍ ଆପଣ ନିଜର ସ୍ୱାଦ ଅନୁସାରେ ଦେଇପାରିବେ ଲଙ୍କାଗୁଣ୍ଡ। ଯଦି ଆପଣଙ୍କୁ ଚଟଣିଟି ମିଠା ରଖିବାର ଅଛି ବେଶୀ, ତାହେଲେ ଆପଣ କମ୍ ଲଙ୍କାଗୁଣ୍ଡଟି ୟୁଜ୍ କରିପାରିବେ। ଦିଆ ହୋଇଥିବା ଗୋଟା ମସଲା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ଆପଣ ଯେଉଁ ତେନ୍ତୁଳି ପାଣି ପ୍ରସ୍ତୁତ କରି ରଖିଦେଲେ ସେଇଥିରେ ଆପଣ ଭଲ ଭାବେ ମିଶାଇ ନିଅନ୍ତୁ। ଏବେ ଗ୍ୟାସ୍କୁ ହାଇ ଫ୍ଲେମ୍ରେ ଆଣନ୍ତୁ ଓ ତେନ୍ତୁଳି ପାଣି ଓ ଯେଉଁ ଗୋଟା ମସଲା ଆପଣ ଭାଜିଥିଲେ ତାକୁ ଭଲ ଭାବେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ମିକ୍ସ କରିନିଅନ୍ତୁ ଓ ଆପଣ ଢାଙ୍କୁଣି ମାରିକି ରଖିଦିଅନ୍ତୁ। ଚାଲନ୍ତୁ ଏବେ ଆମେ ଯିବା ଗୁଡ଼ ଆଣିବା। ସାଙ୍ଗମାନେ ଏଠି ଟିକିଏ ମନେ ରଖିବେ ଯେ ଆପଣ ଏଠି ଶୁଖିଲା ଗୁଡ଼ 50 ଗ୍ରାମ ଆଣିବେ। ଦେଖନ୍ତୁ ମୁଁ ଏଠି ୱେଟ୍ କରୁଛି ଆପଣଙ୍କର ମେସିନ୍ରେ 50 ଗ୍ରାମ। ଦେଖନ୍ତୁ ବେଶୀ ଗୁଡ଼ ଏଠି ୟୁଜ୍ କରିବେ ନାହିଁ, ଶୁଖିଲା ଗୁଡ଼ ଯେଉଁ ମୁଁ ଆଣିଛି। କାହିଁକିନା ଯଦି ଆପଣ ବେଶୀ ଗୁଡ଼ ନେଉଛନ୍ତି ଚଟଣିଟି ଆପଣ ଯେଉଁ ଖଟା ମିଠା ହେଇଥାନ୍ତା ସେଇଥିରୁ ଆପଣ କେବଳ ଅତିରିକ୍ତ ମିଠା ହେବା ପାଇଁ ଲାଗିବ, ଯେଉଁଟାକି ଆପଣଙ୍କୁ ସୁସ୍ୱାଦ ଲାଗିବ ନାହିଁ। ତ ଏଇ ଗୁଡ଼କୁ ଆମକୁ ପାଉଡ଼ର ବନାଇବା ପାଇଁ ପଡ଼ିବ। ସେଇଥିରେ ଆମେ 50 ଗ୍ରାମ ଗୁଡ଼ ସହିତ 100 ml ପାଣି ଗୋଟେ ଯେଉଁ ଆପଣଙ୍କର ଗ୍ରାଇଣ୍ଡର ଜାର୍ ଅଛି ସେଇଥିରେ ନେଇକି ଗ୍ରାଇଣ୍ଡରରେ ଭଲ ଭାବେ ମିକ୍ସ କରିନିଅନ୍ତୁ, ସୋ ଦ୍ୟାଟ୍ ସେଇଟା ଗୋଟେ ଲିକ୍ୱିଡ଼ ଫର୍ମାଟ୍ରେ ଆସିଯିବ ଆପଣଙ୍କର। ଏବେ ଆପଣ ଯେଉଁ ତେନ୍ତୁଳି ପାଣି ଯେଉଁ ଗ୍ୟାସ୍ରେ ଫୁଟାଇକି ରଖିଥିଲେ ସେଇଥିରେ ଆପଣ ଏଇ ଯେଉଁ ଗୁଡ଼ ପାଣିଟି ବନେଇଲେ ସେହି ପାଣିକୁ ଆପଣ ଯେଉଁ କରେଇରେ ତେନ୍ତୁଳି ପାଣିଟି ବନେଇକି ରଖିଥିଲେ ସେଇଥିରେ ଏବେ ମିଶାଇ ଦିଅନ୍ତୁ। ଏବେ ଆପଣ ଗ୍ୟାସ୍କୁ ଚାଲୁ କରିଦେବେ। ମିଠା ପାଣି ଯେଉଁଟାକି ଆମର ଗୁଡ଼ ପାଣି, ଯେଉଁଟା ଟିକେ ଗାଢ଼ା ହେଇଥିବା କାରଣରୁ ଆଉ ତେନ୍ତୁଳି ପାଣି ଟିକେ ହାଲକା ହୋଇଥାଏ,
तो यही दी जनक मिसिबा प्रक्रिया बहुत टिके टाइम लगी था। तो से आपण 10 ରୁ 15 मिनिट गैस को टिके हाई फ्लेम कर दिंतु और भल भाव मिसापी दिंतु। देखिए मिसला फेण टाइप आपणकर ऊपर आसी जाऊँगी। देखुए वीडियो गोटे बबल टाइप ऊपर आसीज तार जापर जे आपणकर भल भाव जिनसटी मिक्स हो गला। साधारण भाव में कहवाई गले आपड़ जमी आगु 100 ग्राम गुड़ पानी और आगु 200 ग्राम तेंतुली पानी को मिसाई फुटाऊे से एमती फुटाइबे जे आप देखिए कि आपणकर एबे एप्रोक्सीमेटली आपणकर 300 ग्राम रु 200 ग्राम पानी हो गला और 100 ग्राम सुखी जाइए। एप्रोक्सीमेटली यही स्टेट आप बंद करदे। नचेत आप बेसी मात्रा ताको फुटाई देले आपन जो चटनीटी ए चिपचिपे हो जावाई लगे। आपड़ ए ठंडा हाँवाई अध घंटे छाड़ी दिंतु और सांग मैंने आपणकर ए समोसा खट्टा मीठा चटनी रेडी हो जाइए। दर्शक बंधु जदि आपन को आम भिडियोटी भल लगी ताले कमेंट रे आपणकर मतामत जनातु। धन्यवाद।